ତେବେ ନୂଆ ବର୍ଷ ଆସିଗଲା, ରାସନ କାର୍ଡକୁ ନେଇକି କିଛିଟା ପରିବର୍ତ୍ତନ ହୋଇଛି। ରାସନ କାର୍ଡକୁ ନେଇକି ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରଶ୍ନ ଉଠୁଛି। ଯେମିତିକି ପୁଅମାନଙ୍କର ରାସନ କାର୍ଡ ଚେଞ୍ଜ ହୋଇପାରୁନି, ସେମାନେ ନୂଆ ରାସନ କାର୍ଡ କରିପାରୁନାହାନ୍ତି। ତା ସହିତ ରାସନ କାର୍ଡରେ 1,000 ଟଙ୍କା ସହାୟତା ମିଳୁଛି। ତା ସହିତ କେଉଁମାନେ ନୂଆ ରାସନ କାର୍ଡ ଆବେଦନ କରିପାରିବେ, କେଉଁମାନଙ୍କର କଟିଯାଇଛି, ଏବେ କିଛି ଲୋକଙ୍କର ପୁଣି ରାସନ କାର୍ଡ କଟୁଛି, ସରକାର ଇ-KYC ଡେଟ୍ କେବେ ଘୁଞ୍ଚାଇଲେ, ଏସବୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଆସୁଛି। ତା ସହିତ ଆଉ ଗୋଟେ ବଡ ପ୍ରଶ୍ନ ହେଲା, ଯୋଉଟା ଆପଣମାନେ ଜାଣିଥିବେ, ରାସନ କାର୍ଡରେ ଯେତିକ ଲୋକ ସବୁ ଚାଉଳ ବା ଗହମ କି ଅନ୍ୟ ସବୁ ରାସନ ପାଇବା ଅପେକ୍ଷା ଗଭର୍ଣ୍ଣମେଣ୍ଟର ସରକାରଙ୍କର ସାହାଯ୍ୟ ପାଇବା ପାଇଁ ବା ସରକାରଙ୍କ ଯୋଜନା ବିଷୟରେ ପାଇବା ପାଇଁ ରାସନ କାର୍ଡ କରୁଛନ୍ତି। ଯେମିତିକି ଛୁଆ ପାଠ ପଢିବା, ଯେମିତିକି ଆୟୁଷ୍ମାନ କାର୍ଡ, ଏମିତି ଅନେକ ପ୍ରକାର ସୁବିଧା ମିଳୁଛି କେବଳ ରାସନ କାର୍ଡ ଥିଲେ। ରାସନ କାର୍ଡ ନଥିଲେ ଆପଣଙ୍କୁ କୌଣସି ପ୍ରକାର ସରକାରଙ୍କର ସାହାଯ୍ୟ ମିଳିବ ନାହିଁ। ତେଣୁକରି ରାସନ କାର୍ଡ ସମସ୍ତେ କରୁଛନ୍ତି, କାରଣ ସରକାରଙ୍କ ତ ସାହାଯ୍ୟ ଦରକାର। ସରକାର ନିଶ୍ଚିନ୍ତ ଯୋଉଟା କରୁଛନ୍ତି, ଯାହାର ରାସନ କାର୍ଡ ଅଛି ତାଙ୍କୁ ମିଳୁଛି। ପ୍ରଥମେ ତ ଆପଣଙ୍କ ଛୁଆ ପିଲାଙ୍କର ଯୋଉ ପାଠ ପଢୁଛନ୍ତି CBSE ଓ ବାହାର ସ୍କୁଲ ମାନଙ୍କରେ ପାଠ ପଢୁଛନ୍ତି, 5-10 ଲକ୍ଷ ଖର୍ଚ୍ଚ ହଉଛି, ରାସନ କାର୍ଡରେ ଆପଣଙ୍କୁ ପୁରା ଫ୍ରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, ମନେ ରଖିଥାନ୍ତୁ। ତା ସହିତ ରାସନ କାର୍ଡରେ ଆପଣଙ୍କୁ ବିଭିନ୍ନ ପ୍ରକାର ହେଲ୍ଥ ଡିପାର୍ଟମେଣ୍ଟ ଆରମ୍ଭ କରି ସବୁ ଉପରେ ସହଯୋଗ ମିଳୁଛି। ଇ ଶ୍ରମ କାର୍ଡ ମାଧ୍ୟମରେ ମିଳୁଛି ବିଭିନ୍ନ ପ୍ରକାର। ଆପଣ ରାସନ କାର୍ଡ ଦେଲେ ଆପଣ ସବୁ ସରକାରୀ ସହାୟତା ପାଇପାରିବେ। ଦେଖନ୍ତୁ, ଯୋଉମାନେ ନୂଆ ବାହା ହେଇଛନ୍ତି ସେମାନେ ମଧ୍ୟ ରାସନ କାର୍ଡ ପାଇଁ ଆବେଦନ କରୁଛନ୍ତି, ତାଙ୍କର କଟି ଯାଉଛି। ଯୋଉମାନେ ନିଜର ବାପା ମାଠୁ ଅଲଗା ରହିଛନ୍ତି ବା ସେମାନେ ବାହାର ଷ୍ଟେଟ ମାନଙ୍କରେ, ବାହାର ଷ୍ଟେଟ ଛାଡି ଦିଅନ୍ତୁ, ଏଇ ଜିଲ୍ଲା ମାନଙ୍କରେ ରହିଛନ୍ତି, ସେମାନେ ମଧ୍ୟ ରାସନ କାର୍ଡ ଯଦି ଅଲଗା କରିବା ପାଇଁ ଚାହୁଁଛନ୍ତି ତାଙ୍କର ହଉନି। କିଛି SDM ଅଫିସ ମଧ୍ୟ ଗଲେ ଆପଣଙ୍କୁ ସେ କହିବେ ଆପଣ ଆଡ କରିଦିଅନ୍ତୁ, ଯାହାଫଳରେ ସେମାନେ ମଧ୍ୟ ରାସନ କାର୍ଡ କରିପାରୁନାହାନ୍ତି। କିଛି ଇନକମ ଟ୍ୟାକ୍ସ ଦଉଛନ୍ତି, ତାଙ୍କର ମଧ୍ୟ ରାସନ କାର୍ଡ କଟି ଯାଉଛି। ଏସବୁ ଉପରେ ପ୍ରଶ୍ନ ଅଛି। ଦେଖନ୍ତୁ, ଓଡିଶା ସରକାର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବର୍ତ୍ତମାନ ସମଗ୍ର ରାଜ୍ୟରେ ରାସନ କାର୍ଡ ବ୍ୟବସ୍ଥାକୁ ବଡ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଆଉ କେବଳ ପ୍ରକୃତ ଗରିବ ଯୋଗ୍ୟ ହିତାଧିକାରୀ ପାଖରେ ସରକାରୀ ସହାୟତା ପହଞ୍ଚାଇବା। ତେଣୁ ସରକାର ଗୋଟିଏ ପରେ ଗୋଟିଏ ଇ-KYC ଡେଟ୍ ରଖିଲେ। ଆଜିକି ଗୋଟିଏ ମାସ ପରେ ରଖୁଛନ୍ତି, ଏଇ 31 ତାରିଖରେ ବନ୍ଦ ହବ, ସେଇ 31 ତାରିଖ ବନ୍ଦ ହବ, କିନ୍ତୁ ସରକାର ପୁଣି ଘୁଞ୍ଚାଇ ଚାଲିছে। କାହିଁକି ନା ସରକାର ଚାହୁଁଛନ୍ତି ପ୍ରକୃତ ଯୋଗ୍ୟ ହିତାଧିକାରୀ ଇ-KYC କରନ୍ତୁ ଆଉ ରାସନ ନିଅନ୍ତୁ। ଡିସେମ୍ବର 31 ତାରିଖ ଥିଲା, ପୁଣି ସରକାର ଘୁଞ୍ଚାଇଲେ ଫେବୃଆରୀ ପର୍ଯ୍ୟନ୍ତ। ତଥାପି ଇ-KYC 16 ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତାଙ୍କ ମଧ୍ୟରୁ ଇ-KYC ଯାଞ୍ଚ ପ୍ରକ୍ରିୟା ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯାଞ୍ଚ ସମୟରେ 2 ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାମ ବାହାରିଛି, ଯୋଉମାନେ ରାସନ ତାଲିକାରୁ ମିଳିଛି, ସେମାନେ ମଧ୍ୟ ରାସନ ଉଠାଉଥିଲେ। ସବୁଠାରୁ ବଡ ପ୍ରଶ୍ନ ହେଉଛି, ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପୁରା ଡିଟେଲ ଜାଣିପାରିବେ, ଆଉ କୌଣସି ପ୍ରକାର ଅସୁବିଧା ହେବ ନାହିଁ। କେମିତି ରାସନ କାର୍ଡ ଆବେଦନ କରିବେ, କାହିଁ କଟିବ, କେତେ ଟଙ୍କା ମିଳିବ, ସବୁ କିଛି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖନ୍ତୁ, 2 ଲକ୍ଷଙ୍କର ମୃତ ବ୍ୟକ୍ତିଙ୍କର ନାମ ରାସନ ତାଲିକାରୁ କଟାଯାଇଛି, ଯେଉଁମାନଙ୍କ ନାମରେ ବର୍ଷ ବର୍ଷ ଧରିକି ବେଆଇନ ଭାବେ ଚାଉଳ ଉଠାଉଥିଲା। ଯୋଗ୍ୟ ହିତାଧିକାରୀ ପାଉନାହାନ୍ତି, କିନ୍ତୁ ଏମାନେ ଉଠାଉଥିଲେ। କିଛି ସରକାରୀ କର୍ମଚାରୀ ମଧ୍ୟ ରାସନ କାର୍ଡ ନେଇଥିଲେ, ସେମାନେ ମଧ୍ୟ ଫେରସ୍ତ କରିଛନ୍ତି। ଏବେ ସମ୍ପୂର୍ଣ୍ଣ ସରକାର ଡିଜିଟାଲ ମାଧ୍ୟମରେ କରିବା ପାଇଁ ଚାହୁଁଛନ୍ତି, ଯାହାଫଳରେ ଇ-KYC ପ୍ରକ୍ରିୟା ଦ୍ୱାରା ସବୁ କିଛି ପାଇପାରିବେ। ଦେଖନ୍ତୁ, ଏବେ ବର୍ତ୍ତମାନ ସରକାରୀ ଅଫିସର ମଧ୍ୟ ରାସନ କାର୍ଡ ଫେରାଇ ଦଉଛନ୍ତି। କିଛି ଲୋକ ମଧ୍ୟ ଅଛନ୍ତି, ଆପଣ ଆଖପାଖରେ ଦେଖିଥିବେ, ତାଙ୍କର କାର ଅଛି, ଗାଡି ଅଛି, ଘର ଦ୍ୱାର ସବୁ ଅଛି, ତଥାପି ରାସନ ସେମାନେ ଉଠାଉଛନ୍ତି। କେମିତି ଉଠୁଛନ୍ତି? ସରକାର ନଜରରେ ସେମାନେ ଆସିନାହାନ୍ତି। ସରକାର ନଜର ଆସିଲେ ସେମାନଙ୍କୁ ତ ଜୋରିମାନା ତ ଦେବା ପାଇଁ ପଡିବ, ରାସନ କାର୍ଡ ମଧ୍ୟ କଟିବ। କାରଣ ସରକାର କହିଛନ୍ତି, ଆୟ ବହିର୍ଭୂତ ବା ନିଜର ଯଦି ସମ୍ପତ୍ତି ଅଧିକ ଅଛି, ତାହେଲେ ସେମାନେ ରାସନ କାର୍ଡ ପାଇଁ ନୁହେଁ, ସେମାନେ ଅଯୋଗ୍ୟ। ଯୋଗ୍ୟ ହିତାଧିକାରୀ କେବଳ ଗରିବ ଶ୍ରେଣୀର ଲୋକ। ଦେଖନ୍ତୁ, ସେଟା ଏବେ ନୂଆ 10 ଲକ୍ଷ ରାସନ କାର୍ଡ ପାଇଁ ଆବେଦନ ହୋଇଛି, ତା ଦେହରେ 6 ଲକ୍ଷ ଲୋକଙ୍କୁ ମିଳିଯାଇଛି ରାସନ କାର୍ଡ। ଅନେକ ଦିନରୁ ଯୋଉମାନେ ଆବେଦନ କରି ଅପେକ୍ଷା କରିଥିଲେ, ସେମାନଙ୍କ ପାଇଁ ମଧ୍ୟ ବହୁତ ଖୁସି ଖବର, ପୁଣି ଆଉଥରେ ସରକାର ରାସନ କାର୍ଡ ବାଣ୍ଟିବା ପାଇଁ ଯାଉଛନ୍ତି, ନୂଆ ରାସନ କାର୍ଡ ଖାସ କରିକି। କାହାକୁ 1,000 ଟଙ୍କା ସହାୟତା ମିଳିବ? ଦେଖନ୍ତୁ, ଯୋଉମାନେ ଆର୍ଥିକ ସ୍ୱଚ୍ଛଳ ନାହାନ୍ତି, ରାସନ କାର୍ଡ ତାଙ୍କ ପାଖରେ ଅଛି, ଇନକମ ତାଙ୍କର ଜିରୋ, ସବୁ କିଛି ଡିଟେଲ ଚେକ୍ କଲା ପରେ ତାଙ୍କ ଆକାଉଣ୍ଟକୁ 1,000 ଟଙ୍କା DBT ମାଧ୍ୟମରେ ପଠା ଦିଆଯାଉଛି, ଯାହାଫଳରେ ସେମାନେ କିଛି ସେଇଥିରୁ ରାସନ ଉଠେଇ ପାରିବେ। ତା ସହିତ ତାଙ୍କର ଆଧାର କାର୍ଡ ଇ-KYC ରହିଥିବା ଦରକାର। ସମ୍ପୂର୍ଣ୍ଣ ଡକୁମେଣ୍ଟ ନିଜ ନାଁରେ, ମାନେ ଯେମିତି ଆଧାର କାର୍ଡ, ସବୁ ପରିଚୟ ପତ୍ର, ପ୍ରମାଣ ପତ୍ର ସବୁ କିଛି ରହିଥିଲେ ସେମାନେ ପାଇପାରିବେ 1,000 ଟଙ୍କା। ନୂଆ ରାସନ କାର୍ଡ ପାଇଁ ସରକାର କିଛି କଡା ନିୟମ ରଖିଛନ୍ତି। ଯେଉଁ ପରିବାର ବାର୍ଷିକ ଆୟ ଗ୍ରାମାଞ୍ଚଳରେ ଖାସ କରିକି ଦେଖନ୍ତୁ 1 ଲକ୍ଷରୁ କମ, ସରକାର ଲେଖିଛନ୍ତି ସେଟା, କିନ୍ତୁ ଆଜିକାଲି ତ ସମସ୍ତେ ଇନକମ କରୁଛନ୍ତି, ସେମାନେ ଏଇ କାର୍ଡ ପାଇବା ମିନିମମ 2 ରୁ 2.5 ଲକ୍ଷ ଯଦି ହେଇଥିବ ବର୍ଷକୁ, ତାହେଲେ ମାନେ ପାଇପାରିବେ। ଏହା ବ୍ୟତୀତ ବିଧବା, ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧ, ବୃଦ୍ଧା, ଭୂମିହୀନ, କୃଷି ଶ୍ରମିକଙ୍କୁ ମଧ୍ୟ ଏହି ଯୋଜନାରେ ପ୍ରାଥମିକତା ଦିଆଯାଉଛି। ମନେ ରଖନ୍ତୁ, ଯୋଉମାନେ ଦିବ୍ୟାଙ୍ଗ, ଯୋଉମାନେ ଅସହାୟ, ବୃଦ୍ଧ, ବୃଦ୍ଧା, ଯୋଉମାନେ ଭୂମିହୀନ,
ତାଙ୍କୁ ମିଳିବ, ପ୍ରାଥମିକତା ଦିଅ, ତାଙ୍କୁ ରାସନ କାର୍ଡ ମିଳିଯିବ। ଆବେଦନ କରିବା ପାଇଁ ପରିବାର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ, ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ପାସପୋର୍ଟ ସାଇଜ ଫଟୋ ଆବଶ୍ୟକ। ଏତିକି ଯୋଉମାନେ ଆପ୍ଲାଏ କରିବେ ମନେ ରଖନ୍ତୁ। ଆଉ ଥରେ ମୁଁ କହିଦଉଛି, ଆପଣଙ୍କର ଆଧାର କାର୍ଡ, ବାସସ୍ଥାନ ପ୍ରମାଣପତ୍ର, ଯେମିତିକି ଆପଣ ଯୋଉ କୌଣସି ଜାଗାରେ ରହୁଛନ୍ତି, ଇଲେକ୍ଟ୍ରିକ ବିଲ୍ ହଉ, ଆପଣ ଯେକୌଣସି ହଉ, ବ୍ୟାଙ୍କ ପାସବୁକ୍ ହଉ, ଆୟ ପ୍ରମାଣପତ୍ର, ଆପଣ ଆୟ ଏତିକି ହଉଛି ବୋଲି, ତା ସହିତ ପାସପୋର୍ଟ ସାଇଜ ଫଟୋ ଦରକାର। ଆବେଦନକାରୀ ମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ ଯାଇକି ଆବେଦନ କରିପାରିବେ, ଅନଲାଇନ ପୋର୍ଟାଲ ମାଧ୍ୟମରେ କରିପାରିବେ, ବା ଭୁବନେଶ୍ୱର ଏସଡିଏମ ଅଫିସ ଆସିକି ଆବେଦନ କରିପାରିବେ। ଆବେଦନ ପରେ ସରକାରୀ ଅଧିକାରୀ ମାନେ ଆପଣଙ୍କ ଘରକୁ ଆସି ଯାଞ୍ଚ ମଧ୍ୟ କରିବେ। କିଛି ଲୋକ ଘରକୁ ଆଉ ଯାଉନାହାନ୍ତି, କାହିଁକି ନା ଅନଲାଇନ ତାଙ୍କର ସବୁ କିଛି ଡିଟେଲ୍ସ ରେକର୍ଡ ମିଳିଯାଉଛି, ଆଉ ଯାଉନାହାନ୍ତି, ତାଙ୍କୁ ସେମାନେ ରାସନ କାର୍ଡ ପାଇଯାଉଛନ୍ତି। ତାପରେ ଯଦି ସନ୍ତୋଷଜନକ ଉତ୍ତର ମିଳିଥିବ, ନିଶ୍ଚିତ ଆପଣଙ୍କୁ ନୂଆ ରାସନ କାର୍ଡ ମିଳିବ। ସେପରି କେଉଁମାନଙ୍କ ରାସନ କାର୍ଡ କଟିବ, ଦେଖନ୍ତୁ ସରକାର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯଦି କୌଣସି ପରିବାରର କେହି ସଦସ୍ୟ ସରକାରୀ ଚାକିରି କରୁଛନ୍ତି, ଆୟକର ଦଉଛନ୍ତି ଆଉ ଇନକମ ଟ୍ୟାକ୍ସ ଦଉଛନ୍ତି, ଘରେ 4 ଚକିଆ ଯାନ ଅଛି, ଯେମିତିକି କାର, ଟ୍ରକ୍ ଅଛି, ସେମାନଙ୍କ ରାସନ କାର୍ଡ କଟିବ। କିଛି ଲୋକ କହୁଛନ୍ତି, ଭାଇ ମୋର ଯୋଉ କାରଟେ ଅଛି, ମୁଁ ତ ଓଲା ଉବେର ବା ଟ୍ୟାକ୍ସି ମୁଁ ୟୁଜ କରୁଛି, ସରକାରଙ୍କ ରାସନ କାର୍ଡ କାଟିଦେବେ, କାରଣ ଆମ ପରିବାର ତ ସେଇଥିରେ ଚଳୁଛି। ତଥାପି ସରକାର ଏଇ ନିୟମ ଆଣିଛନ୍ତି, ଆଟଲିଷ୍ଟ ଭେରିଫିକେସନ କରିକି ସରକାର ତାଙ୍କୁ ରାସନ କାର୍ଡ ଦେଲେ ଭଲ ହୁଅନ୍ତା। କାହିଁକି ନା ଆମର ବି ସେଇ ଘର ପାଖାପାଖି ଅଛନ୍ତି, ସେମାନେ ଓଲା ଉବେର ଟ୍ୟାକ୍ସି ଚଲାଉଛନ୍ତି, ତାଙ୍କର କାର୍ଡ ସଉକ ପାଇଁ ରଖିନାହାନ୍ତି, ତଥାପି ତାଙ୍କ ରାସନ କାର୍ଡ କଟିଯାଇଛି, ଯାହାଫଳରେ ସେମାନେ ବହୁତ ହଇରାଣ ହଉଛନ୍ତି। ଏ ଉପରେ ସରକାରକୁ ଧ୍ୟାନ ରଖିବା ଦରକାର। ସରକାର ଟିକେ ଭେରିଫିକେସନ କଲେ ବହୁତ ଭଲ ହୁଅନ୍ତା। ତା ସହିତ ଯେଉଁମାନଙ୍କ ଘରେ ଏସି ଅଛି, 3 ବଖରାରୁ ଅଧିକ ପକ୍କା ଘର, ଛାତ ଘର ଥିଲେ, 5 ଏକରରୁ ଅଧିକ ଜଳସେଚିତ ଜମି ଥିଲେ, ସେହି ପରିବାରକୁ ଅଯୋଗ୍ୟ ତାଲିକାରେ ରଖାଯାଇଛି, ତାଙ୍କୁ ରାସନ କାର୍ଡ ମିଳିବ ନାହିଁ। ସରକାର ବି ମୃତ ବ୍ୟକ୍ତିଙ୍କ ନାମ କାଟିବା ପରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଉଛନ୍ତି, ଯଦି ଜାଣିଶୁଣି ଅଯୋଗ୍ୟ ରାସନ ନେଉଛନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସରକାର କହିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେକି ମଧ୍ୟ ସୂଚନା ଦେଇଛନ୍ତି। ଶେଷରେ ହେଲା ଇ କେୱାଇସି। ଦେଖନ୍ତୁ, ଇ କେୱାଇସି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଆପଣମାନେ ଜାଣିଥିବେ, ଇ କେୱାଇସି ଯଦି ନ କରିଥିବେ, ଆପଣଙ୍କୁ ଟୋଟାଲ ରାସନ ମିଳିବ ନାହିଁ ବା ସରକାର ସହାୟତା ମିଳିବ ନାହିଁ। ଆପଣ ଇ କେୱାଇସି କରିବା ପାଇଁ ହେଲେ ରାସନ ଡିଲର ପାଖକୁ ଯିବେ, ଆଙ୍ଗୁଠି ଚିହ୍ନ ବାୟୋମେଟ୍ରିକ ମାଧ୍ୟମରେ ମାଗଣାରେ କରିପାରିବେ। ଏହାଦ୍ୱାରା ଆପଣଙ୍କ ପରିବାର ସମସ୍ତ ସଦସ୍ୟ କରିବେ, ତାଫଳରେ ଆପଣଙ୍କ ମାଗଣା ଆପଣଙ୍କୁ ଚାଉଳ ମିଳିବ, ଆପଣଙ୍କୁ ସବୁ କିଛି ସହାୟତା ମଧ୍ୟ ମିଳିବ। ତା ସହିତ ରାସନ କାର୍ଡରେ ଆପଣଙ୍କୁ କଣ କଣ ସହାୟତା ମିଳୁଛି ସେଇଟା ମଧ୍ୟ ଆପଣ ଜାଣିନିଅନ୍ତୁ। ଦେଖନ୍ତୁ, ରାସନ କାର୍ଡରେ ଆପଣଙ୍କୁ ପାଖାପାଖି ଆୟୁଷ୍ମାନ କାର୍ଡ ମିଳିଯିବ, ରାସନ କାର୍ଡରେ ପିଲାଙ୍କର ପାଠ ପଢା ମିଳିଯିବ, ରାସନ କାର୍ଡରେ ଆପଣଙ୍କୁ ସରକାର ଯୋଉ ଆଉ କୌଣସି ସେବା, ଯେମିତି କି ଆମର ଜନଧନ ଆକାଉଣ୍ଟରେ ଯେମିତି ପଇସା ରଖିଲା ମିଳୁଛି, ତା ସହିତ ଆପଣଙ୍କୁ ଇ ଶ୍ରମ କାର୍ଡ ଆପଣ କରୁଛନ୍ତି, ତା ସହିତ ବିଭିନ୍ନ ପ୍ରକାର ଲେବର କାର୍ଡ ଆରମ୍ଭ କରି ବିଭିନ୍ନ ପ୍ରକାର ଯେତିକ ସବୁ ଯୋଜନା ସରକାରଙ୍କର ଆସୁଛି, ଆଗେ ରାସନ କାର୍ଡକୁ ପ୍ରାଥମିକତା ଦିଆଯାଉଛି। ଯେମିତିକି ସୁଭଦ୍ରା ଟଙ୍କା, ଆଗେ ଯାହାର ରାସନ କାର୍ଡ ଅଛି ଅଟୋମେଟିକ ଜଣା ପଡିଯିବ ନା, ସରକାର କହିବେ ଯେ ରାସନ କାର୍ଡ ଯାହାର ଅଛି ସେମାନେ ତ ଗରିବ ଶ୍ରେଣୀର ଲୋକେ, ସେମାନେ ଗୋଟେ ପାର୍ଟ କରାଯାଇଛି। ଦେଖନ୍ତୁ, 3ଟା ପାର୍ଟ ହୋଇଛି, ଗୋଟେ ଗରିବ ଶ୍ରେଣୀ, ଗୋଟେ ମଧ୍ୟମ ଶ୍ରେଣୀ, ଆଉ ଗୋଟେ ଧନୀ ଶ୍ରେଣୀର ଲୋକେ। ତ ଏଇ ଯୋଉ 3ଟା ଶ୍ରେଣୀରୁ ପାଖାପାଖି ମଧ୍ୟମ ଶ୍ରେଣୀକୁ ବି ସରକାର ଏବେ କାଟିବାରେ ଲାଗିଛନ୍ତି, ଯୋଉମାନେ ସେମାନେ ବହୁତ ହଇରାଣ ହଉଛନ୍ତି, ରାସନ କାର୍ଡ ପାଇପାରୁନାହାନ୍ତି। ପ୍ରକୃତରେ ତାଙ୍କୁ ବି ରାସନ କାର୍ଡ ଦେବା ଦରକାର, କାରଣ ସେ ଏପଟରୁ ନୁହେଁ କି ସେପଟରୁ ନୁହେଁ। ତେଣୁକରି ସରକାର ମଧ୍ୟ ୟା ଉପରେ ଧ୍ୟାନ ଦଉଛନ୍ତି। ଖୁବ ଜଲ୍ଦି ଭେରିଫିକେସନ ହବ, ଏଜେଣ୍ଟ ଲୋକମାନେ ଯିବେ ଘରକୁ, ପ୍ରକୃତରେ ଦେଖିବେ, ଯଦି ସେମାନେ ଯୋଗ୍ୟ ହୋଇଥିବେ, ନିଶ୍ଚିତ ତାଙ୍କୁ ରାସନ କାର୍ଡ ମିଳିବ। କଥା ରହିଲା ପୁଅ ମାନଙ୍କର। ଦେଖନ୍ତୁ, ଯୋଉମାନେ ଝିଅ ଗୁଡା ବିବାହ ହେଇଯାଉଛନ୍ତି, ସେମାନେ ରାସନ କାର୍ଡ ନିଜ ନାଁ କାଟିକି ନିଜ ନାଁରେ ଆଉ ଗୋଟେ ରାସନ କାର୍ଡ ଆବେଦନ କରୁଛନ୍ତି, ତାଙ୍କୁ ରାସନ କାର୍ଡ ମିଳିଯାଉଛି, ତୁରନ୍ତ ମିଳିଯାଉଛି। ଆଉ ଯୋଉମାନଙ୍କ ପୁଅ ମାନଙ୍କୁ, ସେମାନେ ଚାହୁଁଛନ୍ତି ଆମେ ନିଜର କରିବୁ, ବାପା ମାଙ୍କର ଅଛି, ଆମେ ବି ନିଜ, ମୋ ସ୍ତ୍ରୀ ମୋ ଛୁଆ ମାନଙ୍କର କରିବୁ, ତାଙ୍କର କଟୁ ନାହିଁ। ଆପଣ ଏସଡିଏମ ଅଫିସ ଯାଆନ୍ତୁ, ଆପଣ ଯୋଉଠିକି ଯାଆନ୍ତୁ, ତାଙ୍କର କଟିବ ନାହିଁ କେବେ ବି। ସେ ଗୋଟିଏ କଥା କହିବେ ଯେ ଆପଣ ଆଡ କରିଦିଅନ୍ତୁ ଆପଣ ବାପା ମାଙ୍କ ନାଁରେ, ଆପଣ ନିଜେ ଆଡ ହେଇଯାଆନ୍ତୁ, ଆପଣ ତ ଆଡ ଅଛନ୍ତି, ଆପଣ ସ୍ତ୍ରୀକୁ ଆଡ କରନ୍ତୁ, ଆପଣ ପିଲା ଛୁଆକୁ ଆଡ କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ପାଠ ପଢା ବା ଯେକୌଣସି କାମରେ ଆପଣ ରାସନ କାର୍ଡ ୟୁଜ କରିପାରିବେ। ଦେଖନ୍ତୁ, ସବୁଠୁ ବଡ କଥା ହେଲା, ଯଦି ଆପଣ ଯଦି ରାସନ ନ ଉଠାଇବେ, 3 ମାସକୁ ଥରେ ବା ଯୋଉ ମାସକୁ ଥରେ ମିଳୁଛି, ଆପଣ ନ ଉଠାଇବେ, ଆପଣ ମଧ୍ୟ ରାସନ କାର୍ଡ ଇନଭାଲିଡ ହୋଇଯିବ। ମାନେ ଆପଣଙ୍କୁ ରାସନ ମଧ୍ୟ ଉଠାଇବା ହିଁ ଦରକାର। ନିକଟସ୍ଥ ଡିଲର ପାଖକୁ ଯିବେ, ଇ କେୱାଇସି କରିବେ, ନିଜର ଇ କେୱାଇସି କରି ରାସନ ମଧ୍ୟ ଉଠାଇବେ। ଏବେ ରାସନ କାର୍ଡ କଣ କହୁଛନ୍ତି 35 କେଜି ମିଳିବ। ବାହାର ରାସନ କାର୍ଡ ମୁଁ ଆପଣଙ୍କୁ କହିଦଉଛି, ଡାଲି, ଚାଉଳ, ଗହମ, ତା ସହିତ ତାଙ୍କ ଡିଆସିଲି, କିରୋସିନି, ଏମିତି ସବୁ ବିଭିନ୍ନ ପ୍ରକାର ମିଳୁଛି। 7-8ଟା ଆଇଟମ ମିଳୁଛି, କିନ୍ତୁ ଆମର ଏଠି 2ରୁ 3ଟି ମିଳୁଛି। ସରକାର ମଧ୍ୟ ବ୍ୟବସ୍ଥା କରୁଛନ୍ତି ରାସନ କାର୍ଡରେ ଆହୁରି 2-3ଟି ଜିନିଷ ଆଡ କରିବେ। ସବୁଠୁ ବଡ କଥା,
ଯେଉଁମାନଙ୍କୁ ରାସନ କାର୍ଡ ମିଳିନାହିଁ ନିଶ୍ଚିନ୍ତ କମେଣ୍ଟ କରିବେ, ଯେଉଁମାନେ ଆବେଦନ କରିବା ପାଇଁ ଚାହୁଁଛନ୍ତି କମେଣ୍ଟ କରିବେ। ତା ସହିତ ଯେଉଁମାନଙ୍କର ଏପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟର ସହାୟତା ମିଳିନି ରାସନ କାର୍ଡ ଥାଇ ମଧ୍ୟ ସେମାନେ ମଧ୍ୟ କମେଣ୍ଟ କରିବେ। ନିଶ୍ଚିନ୍ତ ଆମେ ତାଙ୍କର ସଲ୍ଭ କରିବା ପାଇଁ ଚେଷ୍ଟା କରିବୁ। ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।